ଆଜ୍ଞା ସକାଳ 7:30 ଖଣ୍ଡେ ହବ ଯାଇଥିଲି କେନାଲକୁ ଝାଡ଼ା। ଆଜ୍ଞା ଝାଡ଼ା ବସିକି ଉଠିକି ମାନେ ଶୌଚ ପାଖକୁ ଯାଉଥିଲି, ଗୋଟେ ଜଙ୍ଗଲୀ ଜନ୍ତୁଟା ଆସିକି ମୋତେ ଆକ୍ରମଣ କଲା। ଆଜ୍ଞା ତା ନାଁ ବାରହା। ଆଉ ମୁଁ ଡରିକି କେନାଲ ଭିତରୁ ଡେଇଁ ପଇଲି। ଆଜ୍ଞା ସିଏ ବି ମାନେ କାମୁଡ଼ିବ ବୋଲି କେନାଲ ଭିତରୁ ବାରହା ବି ଡେଇଁ ପଇଲା। ଆଜ୍ଞା ମୁଁ ମାନେ କାମୁଡ଼ି କରିଦେଲା। ଆଜ୍ଞା ମୁଁ ଡରିକି ତା ବେକଟାକୁ ଚାପିଦେଲି। ତାକୁ ଚାପିକି ସାହସର ସହ ତା ବେକଟାକୁ ଚାପିଲି। ତାପରେ ଗ୍ରାମ ଲୋକ ଆସିକି ଦମକଳ ଲୋକଙ୍କୁ କହିଲେ। ଆଜ୍ଞା ଦମକଳ ଲୋକ ମାନେ ଇଏ କଲେ, ରକ୍ଷା କଲେ। ଆଜ୍ଞା ଜବରଦସ୍ତ ଆସିଥିଲା। କେତେ ସମୟ ଧରିକି ଆଜ୍ଞା 2 ଘଣ୍ଟା ଖଣ୍ଡେ। କଣ କହିବେ, କଣ କୋଉଠି କାମୁଡ଼ିଲା, କଣ ସେଇ ଆଜ୍ଞା ସମୟରେ ଥିଲା? ଆଜ୍ଞା ହାତ ଦି ହାତ କାମୁଡ଼ିଲା, ଆଉ ଡେଣା କାମୁଡ଼ିଲା। ଆଜ୍ଞା ମୁଣ୍ଡ କାମୁଡ଼ି ଦେଇଛନ୍ତି, ଆଉ ପିଠିଟା ଟିକେ କାମୁଡ଼ି ଦେଇଛନ୍ତି, ଆଉ ପିଚା ସବୁ ଖଣ୍ଡିଆ କରିଦେଇଛି ଆମକୁ। ଡର ଲାଗୁଥିଲା ମାନେ? ଆଜ୍ଞା ଜବର ଡର ଲାଗୁଥିଲା।